ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଆମେ 17 ଅଗଷ୍ଟ ସୋମବାର ପାଇଁ ଆପଣଙ୍କର ପିରିୟଡ଼ ଅନୁସାରେ ବହୁ ଶ୍ରେଣୀ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପାଠ୍ୟ ଟୀକା ଜାଣିବା। ଦେଖନ୍ତୁ, ପ୍ରଥମ ପିରିୟଡ଼ ଅଛି ଚତୁର୍ଥର ଭାଷା, ଯାହାକି ପିରିୟଡ଼ ବଣ୍ଟନ ହେଉଛି 1/10। ଆପଣଙ୍କର ପ୍ରଥମ ପିରିୟଡ଼ ଆଚାର୍ଯ୍ୟ ହରିହରଙ୍କର ବିଷୟରେ ପଠନ କରିବା, ଯାହାକି ଧାରଣା ରହିଛି। ସେହିଭଳି ପ୍ରତ୍ୟାଶିତ ଫଳାଫଳ ରହିଛି ଆଦର୍ଶ ପଠନ ଏବଂ ମାର୍ଗଦର୍ଶୀ ପଠନ ପ୍ରଥମ ପୃଷ୍ଠା। ସେଭଳି ଦେଖନ୍ତୁ, ଆଦର୍ଶ ପଠନରେ ଶିକ୍ଷକ ବହି ଦେଖି ଆଦର୍ଶ ପଠନ କରିବେ, ଶିକ୍ଷାର୍ଥୀ ଶୁଣିବେ। ବୋଧରେ ଶିକ୍ଷକ ଚିତ୍ର ଦେଖାଇ ପୃଷ୍ଠଭୂମି କହିବେ। ସେହିଭଳି ଅଭ୍ୟାସ ରହିଛି, ଶିକ୍ଷାର୍ଥୀ ଶିକ୍ଷକଙ୍କର ପଛେ ପଛେ ପଠନ ଅଭ୍ୟାସ କରିବେ। ସେହିଭଳି ପ୍ରସାର ରହିଛି, ଆଚାର୍ଯ୍ୟ ହରିହରଙ୍କର ଗପ ବହିଟେ ଆଣି ପଢ଼ିବେ। ସେହିଭଳି ଆଦର୍ଶ ସାମଗ୍ରୀ ରହିଛି, ଶିକ୍ଷଣ ସାମଗ୍ରୀ ରହିଛି। ଦେଖନ୍ତୁ, ପାଠ୍ୟପୁସ୍ତକ, ହରିହରଙ୍କର ପଟ୍ଟଚିତ୍ର, ସେହିଭଳି ଲାଇବ୍ରେରୀ ବହି। ସେଭଳି ବିଶେଷ ମନ୍ତବ୍ୟ, ବହୁ ଶ୍ରେଣୀ ପ୍ରଶ୍ନ ରହିଛି, ହରି ଦେଦଇ କିଏ ଏବଂ ଆଚାର୍ଯ୍ୟ ହରିହର କେବେ ଜନ୍ମଗ୍ରହଣ କଲେ। ସେହିଭଳି ଦେଖନ୍ତୁ, ପଞ୍ଚମ ଶ୍ରେଣୀ ଗଣିତ ପିରିୟଡ଼ ବଣ୍ଟନ ରହିଛି 12/15, ଯେଉଁଥିରେ ହଜାର ସଂଖ୍ୟାର ପରିଚୟ ରହିଛି ପ୍ରସଙ୍ଗ। ସେହିଭଳି ଏଲୋ ରହିଛି ଆପଣଙ୍କର ପଲିଣ୍ଡ୍ରମ ସଂଖ୍ୟା କ'ଣ ଜାଣିବା। ସେହିଭଳି ଦେଖନ୍ତୁ, ଅତିଥିରେ କ'ଣ ରହିଛି ଆପଣଙ୍କର ପଲିଣ୍ଡ୍ରମ ସଂଖ୍ୟା କ'ଣ, ସେ ବିଷୟରେ ଅତିଥିରେ ଆଲୋଚନା କରିବା। ସେହିଭଳି 100ରୁ 200 ମଧ୍ୟରେ ଏବଂ 900ରୁ 1200 ମଧ୍ୟରେ ପଲିଣ୍ଡ୍ରମ ସଂଖ୍ୟା ଗୁଡ଼ିକ ଲେଖ। ସେହିଭଳି ଲେଖାଯାଇଛି ଯେ ଅଭ୍ୟାସରେ 3/3 ଗ୍ରିଡ୍ କରି ସଂଖ୍ୟା ଗୁଡ଼ିକ ସଜାଅ, ଯାହାକି ଆପଣଙ୍କର ସାନରୁ ବଡ଼ ହୋଇ ରହିଥିବ। ସେହିଭଳି ଗ୍ରିଡ୍ରେ ସଂଖ୍ୟା ଗୁଡ଼ିକ ଲେଖ, ବଡ଼ରୁ ସାନ ହୋଇ ମଧ୍ୟ ରହିଥିବ। ଯେଉଁଥିରେ ଦେଖନ୍ତୁ, ସାମଗ୍ରୀ ରହିଛି ଆପଣଙ୍କର ପାଠ୍ୟପୁସ୍ତକ ଗ୍ରିଡ୍ ପୃଷ୍ଠା। ସେହିଭଳି ମୂଲ୍ୟାୟନ ରହିଛି, 2ଟି ପଲିଣ୍ଡ୍ରମ ସଂଖ୍ୟା ଲେଖି ଆଣ। ସେହିଭଳି ଚତୁର୍ଥ ଗଣିତ ଦେଖନ୍ତୁ, ଆପଣଙ୍କର ରହିଛି 1/10 ବାଣ୍ଟିବା ଓ ମାପିବା, ଯେଉଁଥିରେ ଆପଣଙ୍କର ପ୍ରତ୍ୟାଶିତ ଫଳାଫଳ ଅଂଶ ଓ ସମୁଦାୟ ଭଗ୍ନାଂଶ ଗୁଡ଼ିକ ଜାଣିବା। ଯେଉଁଥିରେ ଦେଖନ୍ତୁ, ଅତିଥିରେ ରହିଛି କାଗଜକୁ ଅଧା ଓ ଚଉଠ ଭାଙ୍ଗି ଆପଣଙ୍କର 2ଟି ଚଉଠ କରିବେ ଏବଂ ଝିଲ୍ଲିକୁ ଦେଖାଇବେ। ସେହିଭଳି କାଗଜ ଆଣି ଚଉଠ ଓ ଅଧା କରିବା ହେଉଛି ବୋଧ। ସେହିଭଳି ଅଭ୍ୟାସରେ ଅଧା ଚିତ୍ରକୁ ରଙ୍ଗ ଦେବା। ସେହିଭଳି ରହିଛି, ଅଭ୍ୟାସରେ କିଛି ଚିତ୍ରକୁ ଅଧା କରିବେ। ସେହିଭଳି ରହିଛି, ସାମଗ୍ରୀ ରହିଛି ଗଣିତ ବହି, ଜିକେ ଭଗ୍ନାଂଶ ପଟ୍ଟି, କାଗଜ ଖଣ୍ଡ ଏବଂ ଆପଣଙ୍କର ରହିଛି ମୂଲ୍ୟାୟନ, ଚିତ୍ର କରି ଅଧା ବା ଚଉଠ ଦେଖାଅ ଏହି ଚିତ୍ର ଗୁଡ଼ିକ। ସେହିଭଳି ଦେଖନ୍ତୁ, ପଞ୍ଚମ ଭାଷା 11/15 ଆପଣଙ୍କର ରହିଛି ପିରିୟଡ଼। ସାହିତ୍ୟ ଭାଷା ମହକର ଶୈଶବ କଥା, ଯେଉଁଥିରେ ଅଭ୍ୟାସ କାର୍ଯ୍ୟ ଆମେ କାର୍ଯ୍ୟ କରିବା। ଦେଖନ୍ତୁ, ଅଭ୍ୟାସ କାର୍ଯ୍ୟରେ ପାଠରୁ ପ୍ରଶ୍ନ ଭାଗ ଲେଖ କରିବା। ସେହିଭଳି ଚିତ୍ରର ନାମକୁ ମେଳ କରିବା। ସେହିଭଳି ରହିଛି, ଅଭ୍ୟାସରେ ବିଶେଷ୍ୟ ଓ ବିଶେଷଣର ଫର୍ଦ୍ଦ ଗୁଡ଼ିକ ଲେଖିବେ। ସେହିଭଳି ରହିଛି, ପ୍ରସାରରେ ବିଶେଷ୍ୟ ଓ ବିଶେଷଣ ଫର୍ଦ୍ଦ ଗୁଡ଼ିକ ଲେଖି ଆଣ। ସାମଗ୍ରୀ ରହିଛି ଆପଣଙ୍କର ସାହିତ୍ୟ ବହି, ବିଶେଷଣ ପୃଷ୍ଠା, ଚିତ୍ର। ସେହିଭଳି ମୂଲ୍ୟାୟନ ରହିଛି, ଦେଖନ୍ତୁ, ଖିଚିଙ୍ଗଠାରେ କେଉଁ ମନ୍ଦିର ଅଛି। ସେହିଭଳି ତୃତୀୟ ପିରିୟଡ଼ ଦେଖନ୍ତୁ, ଆପଣଙ୍କର ରହିଛି ଚତୁର୍ଥ ଶ୍ରେଣୀ ଇଂରାଜୀ, ଯାହାକି ପିରିୟଡ଼ ବଣ୍ଟନ 5/8, ଯେଉଁଥିରେ ଆପଣଙ୍କର ବିଟୱିନ୍ ହୋମ୍ ଆଣ୍ଡ ସ୍କୁଲ। ଏଲୋ ରହିଛି EN 404, ଯେଉଁଥିରେ ନ୍ୟୁ ୱାର୍ଡ ଏବଂ କ୍ୱେଶ୍ଚିନ୍ ଆନ୍ସର କରାଯିବ। ସେହିଭଳି ଅତିଥି ଦେଖନ୍ତୁ, ଟିଚର ରାଇଟ୍ ଦ ନ୍ୟୁ ୱାର୍ଡ ଇନ୍ BB ବା ବ୍ଲାକବୋର୍ଡ। ସେହିଭଳି ଟିଚର ଆସ୍କ ଦ କ୍ୱେଶ୍ଚିନ୍, ଷ୍ଟୁଡେଣ୍ଟ ଗେଭ୍ ଆନ୍ସର। ସେହିଭଳି ରହିଛି, ଅଭ୍ୟାସରେ ହାଉ ରବି ଗୋ ଟୁ ସ୍କୁଲ, ରାଇଟ୍ ଦ କ୍ୱେଶ୍ଚିନ୍ ଆନ୍ସର। ସେହିଭଳି ଆଟ୍ ହୋମ୍, ରାଇଟ୍ ଦ କ୍ୱେଶ୍ଚିନ୍ ଆନ୍ସର ପେଜ୍ ରହୁଛି ଆପଣଙ୍କର ପ୍ରସାରରେ। ସେହିଭଳି ଇଂଲିଶ ବୁକ୍ ଏବଂ କ୍ୱେଶ୍ଚିନ୍ ଆନ୍ସର ପେଜ୍ ରହୁଛି। ସେହିଭଳି ଆପଣମାନେ ଫିଲ୍ ଇନ୍ ଦ ବ୍ଲାଙ୍କସ୍ କରିବେ ଏବଂ କ୍ୱେଶ୍ଚିନ୍ କରିବେ। ହୁ ଇଜ୍ ରବି ଆପଣଙ୍କର ପ୍ରୟୋଗ ବା ମୂଲ୍ୟାୟନରେ। ସେହିଭଳି ଦେଖନ୍ତୁ, ତୃତୀୟ ପିରିୟଡ଼ ପଞ୍ଚମରେ ରହିଛି ଇଂରାଜୀ 4/8 ପିରିୟଡ଼ ବଣ୍ଟନ, ଯେଉଁଥିରେ କି ଆପଣଙ୍କର ପ୍ରସଙ୍ଗ ବା ଟପିକ୍ ରହିଛି ଟୁଗେଦର ୱି କ୍ୟାନ୍ ଏବଂ ପ୍ରତ୍ୟାଶିତ ଏଲୋ କୋଡ୍ ରହିଛି 508 ଅଣ୍ଡରଷ୍ଟାଣ୍ଡିଂ ଦ ଟେକ୍ସଟ। ଅତିଥି ରହିଛି, ଦେଖନ୍ତୁ, ଲାଷ୍ଟ 4 ଷ୍ଟାଞ୍ଜା। ଦେଖନ୍ତୁ, ଟିଚର କ'ଣ କରିବେ ନା ଅଣ୍ଡରଷ୍ଟାଣ୍ଡିଂ ବା ଆନାଲିସିସ୍ କରିବେ। ସେହିଭଳି ବୋଧରେ ରହିଛି ହାଉ ହାଣ୍ଡ ଜଏନ୍ ଏ ଟିମ୍ ସ୍ପିରିଟ୍ କମ୍, ଏଗୁଡ଼ିକ ଟିଚର ବୁଝାଇବେ। ସେହିଭଳି ରାଇଟ୍ ଦ ସିମ୍ପଲ୍ ସେଣ୍ଟେନ୍ସ ଗିଭିନ୍ ୱାର୍ଡ ଲାଇକ୍ ଟିମ୍, ଆପଣଙ୍କର ସିମ୍ପଲ୍ ସେଣ୍ଟେନ୍ସ ଗୁଡ଼ିକ ଶବ୍ଦର ଲେଖିବେ। ସେହିଭଳି ଅଭ୍ୟାସରେ ପ୍ରସାରରେ ରହିଛି,
ରାଇଟ୍ ନ୍ୟୁ ୱାର୍ଡସ୍ ଆଜ୍ ଏ ଟ୍ରଷ୍ଟ ଷ୍ଟ୍ରଙ୍ଗ ଏକ୍ସେଟ୍ରା। ସେଇଭଳି ରହିଛି ସାମଗ୍ରୀ ବା ଆପଣଙ୍କର TLMରେ ଟେକ୍ସଟ ବୁକ୍ ପିକ୍ଚର ଓ ୱାର୍ଡ କାର୍ଡ଼। ସେଇଭଳି ପ୍ରୟୋଗ ବା ମୂଲ୍ୟାୟନରେ ରହିଛି ଲେଟସ୍ ରାଇଟ୍ ସମ୍ ଟିମ୍ ୱାର୍କ ନେମ୍। ସେଇଭଳି ଚତୁର୍ଥ ପିରିୟଡ଼ରେ ଦେଖନ୍ତୁ ଚତୁର୍ଥର ଆପଣଙ୍କର କ'ଣ ରହିଛି ଶାରୀରିକ ଯେଉଁଥିରେ କି ଆପଣଙ୍କର ପିରିୟଡ଼ 11 ମୌଳିକ ଗତିବିଧି 11 ଯେଉଁଥିରେ କି ଅଛି ଗୋଡ଼ରେ ଅଙ୍କା ବଙ୍କା ମାରିବା ପ୍ରତ୍ୟାଶିତ ଫଳାଫଳ। ସେଇଭଳି ଅତିଥିରେ ଦେଖନ୍ତୁ ଶିକ୍ଷାର୍ଥୀ ଦୁଇ ଧାଡ଼ି କରି ଠିଆ ହେବେ, ତାପରେ ବୋଧର ନିକଟକୁ ଯାଇ ବଲକୁ 2-3 ଥର ମାରିବେ। ବଲକୁ ଗ୍ରହଣ କରି ମଧ୍ୟ ପିଲାମାନେ କଣକୁ କଣ ମାରିବେ। ସେଇଭଳି ପ୍ରଚାରରେ ବଲ କିପରି କମ୍ ସମୟରେ ମାରିବ ସେ କଥା ପିଲାମାନଙ୍କୁ ବୁଝାଇବେ। ସେଇଭଳି କ୍ରୀଡ଼ା ବହି ଯୋଗ ବହି ନେବେ, ବଲ୍ ନେବେ ଆପଣଙ୍କର ସାମଗ୍ରୀରେ। ସେଇଭଳି ମୂଲ୍ୟାୟନ ରହିଛି ବଲକୁ ପ୍ରଥମେ କିପରି ମାରିଲ ସେଗୁଡ଼ିକ ବୁଝାଅ। ସେଇଭଳି ପଞ୍ଚମ ଶ୍ରେଣୀର ରହିଛି ଶାରୀରିକ ମୌଳିକ ଗତିବିଧି 11 ପିରିୟଡ଼ ଯେଉଁଥିରେ କି ପ୍ରତ୍ୟାଶିତ ଫଳାଫଳ ରହିଛି ବର୍ଗକ୍ଷେତ୍ରରେ ଆପଣଙ୍କର ବର୍ଗ କରି ଗୋଡ଼ରେ ମାରିବା। ଦେଖନ୍ତୁ ପଡ଼ିଆରେ 4-6ଟି ବର୍ଗକ୍ଷେତ୍ର ଚିତ୍ର କରିବେ। ସେଥିରେ 5 ମିଟର ଦୂରରେ ପିଲାମାନେ ଛିଡ଼ା ହେବେ। ଦୂରରେ ରହି ଏକ ଗୋଲ କରି ସେଠି ଠିଆ ହେବେ, ବର୍ଗକୁ ବଲ୍ ମାରିବେ। ସେଇଭଳି ବର୍ଗକ୍ଷେତ୍ରରେ ବଲ୍ ମାରିଲା ପରେ ସେମାନେ ପଏଣ୍ଟ ପାଇବେ। ଏଗୁଡ଼ିକ ଦେଖନ୍ତୁ ଆପଣଙ୍କର ଶିକ୍ଷଣ ସାମଗ୍ରୀ ରହିବ ବଲ୍, ପାଠ୍ୟପୁସ୍ତକ ଇତ୍ୟାଦି। ସେଇଭଳି ମୂଲ୍ୟାୟନରେ ରହିଛି ପଏଣ୍ଟ କେମିତି ମିଳେ ଏବଂ ଗୋଡ଼ର କାର୍ଯ୍ୟ କ'ଣ ହୁଏ ତୁମେମାନେ ଲେଖ। ସେଇଭଳି ଦେଖନ୍ତୁ ଚତୁର୍ଥ ଶ୍ରେଣୀ ଆପଣଙ୍କର ପରିବେଶ 10x10 ଅଭ୍ୟାସ କାର୍ଯ୍ୟ ଯେଉଁଥିରେ ଆପଣ ପ୍ରୋଜେକ୍ଟ ୱାର୍କ କରିବେ, ଯେଉଁଥିରେ ଅତିଥି କ'ଣ ଅଛି ଜାଣିବା ଚାଲନ୍ତୁ। ରହିଛି ଚରିତ୍ର ଅଭିନୟ। ଦେଖନ୍ତୁ ଶ୍ରେଣୀରେ ଆପଣଙ୍କର ଜଙ୍ଗଲର ଗୋଟିଏ ପରିବେଶ ସୃଷ୍ଟି କରିବେ ଯେଉଁଥିରେ ପିଲାମାନେ ଜୀବଜନ୍ତୁ ଓ ଗଛପତ୍ର ଇତ୍ୟାଦି ଅଭିନୟ କରିବେ। ସେଇଭଳି ଦେଖନ୍ତୁ ଅଭ୍ୟାସରେ କାଗଜରେ କଇଁଛ ତିଆରି କରିବେ। ସେଇଭଳି ପ୍ରସାର ରହିଛି ରାଜ୍ୟର ପଶୁପକ୍ଷୀଙ୍କର ନାମ ଲେଖିବେ। ସେଇଭଳି ଆପଣଙ୍କର ରହିଛି ସାମଗ୍ରୀ ପରିବେଶ ବହି ଏବଂ କଇଁଚି କାଗଜ ଇତ୍ୟାଦି। ମୂଲ୍ୟାୟନ ରହିଛି ଜଙ୍ଗଲରେ ଥିବା 10ଟି ପ୍ରାଣୀମାନଙ୍କର ନାମ ଲେଖିବେ। ସେଇଭଳି ଦେଖନ୍ତୁ ପଞ୍ଚମ ପରିବେଶ ଆପଣଙ୍କର ଖାଦ୍ୟ ରହିଛି 10x10 ଆପଣଙ୍କର ଦେଖନ୍ତୁ ଅଭ୍ୟାସ କାର୍ଯ୍ୟ ହେବ। ତ ଅତିଥିରେ ଆସ ଚିନ୍ତା କରିବାର କିଛି ପ୍ରଶ୍ନ ଉତ୍ତର କରିବା। ସେଇଭଳି କିଛି ଖାଦ୍ୟ 7-8 ଦିନ ରହିଲା ବେଳେ କିଛି ଦିନେ 2 ଦିନ ରହୁଛି ଏହାର କାରଣ କ'ଣ ଆମେ ଖୋଜି ବାହାର କରିବା। ସେଇଭଳି 5ଟି ଖାଦ୍ୟ ତାଲିକା କରି କହିବା ଶୀଘ୍ର ନଷ୍ଟ ହୁଏ କେଉଁଗୁଡ଼ିକ। ସେଇଭଳି ଖାଦ୍ୟ ସଂରକ୍ଷଣ କିପରି କରାଯାଏ ଲିଷ୍ଟ କର ପ୍ରସାରରେ। ସେଇଭଳି ଶିକ୍ଷଣ ସାମଗ୍ରୀ ପାଠ୍ୟପୁସ୍ତକ ଖାଦ୍ୟ ସଂରକ୍ଷଣ ଫର୍ଦ୍ଦ। ସେଇଭଳି ପ୍ରୟୋଗ ମୂଲ୍ୟାୟନରେ ଅଛି ଫଳକୁ କିପରି ସଂରକ୍ଷଣ କରିବା ପଦ୍ଧତିଗୁଡ଼ିକ ଲେଖ।